ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଗୋଟେ ସୁନ୍ଦର ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଗୋଟେ ମ୍ୟାରେଜ୍ ଭିଡ଼ିଓ। ମୋର ସାନ ଭାଇ, ମୋର ମାଉସୀର ପୁଅ, ମୋ ସାନ ମାଉସୀ, ତା ପୁଅର ବାହାଘରକୁ ଆମେ ପୁନେ ଯାଇଥିଲୁ। ଆଉ ଆମେ ତ ଓଡ଼ିଆ, କିନ୍ତୁ ଆମେ ମହାରାଷ୍ଟ୍ର ଝିଅକୁ ବୋହୂ କରିକି ନେଇକି ଆସିଲୁ। ତ ଏଇଟା ହେଉଛି ଅଲଗା ଅଲଗା ଷ୍ଟେଟ୍ ଭିତରେ ଲଭ୍ ମ୍ୟାରେଜ୍ରେ କ'ଣ ସୁବିଧା, କ'ଣ ଅସୁବିଧା, ଆଉ କେମିତି ହେଲା ଆପଣମାନଙ୍କ ସହିତ ଆଜି ସେୟାର କରିବି। ତ ଏଇଟା ଦେଖନ୍ତୁ, ଦି ଜଣ ଯାକ ବାହାଘର ଏବେ ଚାଲିଛି। ଆଉ ଆମର ଏଇଠି କ'ଣ ହେଉଛି, ପୁନେର ଝିଅ ସିଏ, ଆଉ ଭାଇ ଓଡ଼ିଆ। ଏମାନେ ଦି ଜଣ ଯାକ ସାଇଣ୍ଟିଷ୍ଟ, ଜଣେ ଜର୍ମାନୀରେ, ଜଣେ ଫ୍ରାନ୍ସରେ ଚାକିରି କରୁଛନ୍ତି। କିନ୍ତୁ ଦି ଜଣ ଯାକ PhD ଏମିତି ସମୟରେ ଗୋଟେ ଜାଗାରେ କରୁଥିଲେ। ତ ଯାହାଫଳରେ ଲଭ୍ ମ୍ୟାରେଜ୍ ଦି ଜଣ ଯାକର 6 ବର୍ଷ ଦି ଜଣ ଯାକ ବୁଝିଛନ୍ତି, ଜାଣିଛନ୍ତି, ସେଇଟାରେ ଲଭ୍ ମ୍ୟାରେଜ୍ ହେଲା। ଆଉ ଦେଖନ୍ତୁ ଆଜ୍ଞା, ଯଦି ଲଭ୍ ମ୍ୟାରେଜ୍ ଯଦି ପୁଅ ହଉ ଝିଅ ହଉ, ସେମାନେ ଯଦି ଦି ଜଣ ଯାକୁ ରାଜି ଅଛନ୍ତି, ଜାଣିଛନ୍ତି, ଫ୍ୟାମିଲି ସପୋର୍ଟ କରିବା ବହୁତ ଆବଶ୍ୟକ। ତ ଦି ଜଣ ଯାକର ଫ୍ୟାମିଲି ବହୁତ ମାନେ ସପୋର୍ଟ କଲେ। ଆଉ ଏଇଟା ଆମେ ବହୁତ ମିଶିକି, ମାନେ ଏତେ ବାହାଘରଟା ଏତେ ମଜା ଲାଗିଲା, ଖୁସି ଲାଗିଲା। ଏଇଠି କ'ଣ ହେଉଛି ଗୋଟେ କଥା, କଲଚର ଯଦି ମାନେ ଆମେ ଓଡ଼ିଆ ଟାଇପ୍ର କରିବା, ସେମାନେ ମରାଠୀ ଟାଇପ୍ର କରିବେ। ଏଇଠି ଓଡ଼ିଆ ବ୍ରାହ୍ମଣ ବି ଆସିଥିଲେ, ଆଉ ମରାଠୀ ବ୍ରାହ୍ମଣ ବି ଆସିଥିଲେ। ତ ଏଇଟାର କ'ଣ ହେଉଛି, ଯଦି ଆମେ ଦି ଜଣ ଯାକର ଫ୍ୟାମିଲି ମାନେ ରେସପେକ୍ଟ ଦେବାନି, ସେମାନଙ୍କର କଲଚରକୁ ଆମେ ରେସପେକ୍ଟ ଦେବାନି, ଆମ କଲଚରକୁ ସେମାନେ ଦେବେନି, ସେଇଠି ଗୋଟେ ଦ୍ୱନ୍ଦ୍ୱ ହୁଏ। କିନ୍ତୁ ଏଇଠି ସେମାନେ ଝିଅ ଘର ବି ଆମର କଲଚରକୁ ବହୁତ ରେସପେକ୍ଟ ଦେଲେ, ଆଉ ଆମେ ମଧ୍ୟ ତାଙ୍କର କଲଚରକୁ ରେସପେକ୍ଟ ଦେଲୁ। ତାପରେ ବାହାଘରଟା ବହୁତ ଖୁସିରେ ସମ୍ପନ୍ନ ହେଲା। ଯଦି ଅଲଗା ଷ୍ଟେଟ୍ରେ ବାହା ହେବାକୁ ଚାହୁଁଛନ୍ତି, ଅଲଗା ଅଲଗା, ତ ପୁଅ ଝିଅ ଭିତରେ ସେମାନଙ୍କ ଫ୍ୟାମିଲି ଭିତରେ ଯଦି ଅଣ୍ଡରଷ୍ଟାଣ୍ଡିଂ ଥିବ, ବହୁତ ସୁରୁଖୁରୁରେ ବାହାଘର ହେଇଯିବ। ତ ଦେଖନ୍ତୁ, ଏଇଟା ବାହାଘରଟା ପୁରା ବହୁତ ସୁରୁଖୁରୁରେ ମାନେ ସରିଲା। ଆମେ 2-3 ଜଣ ସେଠି ଗୋଟେ ରିସର୍ଟ ସେମାନେ ବୁକ୍ କରିଥିଲେ, ଆଉ ସେଇଠି ରହିଲୁ। ତାଙ୍କର ଫ୍ୟାମିଲି, ଆମର ଫ୍ୟାମିଲି, ପୁନେରେ ବାହାଘର ହେଇଛି ଏଇଟା। ଆଉ ବହୁତ ହି ସୁନ୍ଦର, ମାନେ ଖର୍ଚ୍ଚ ବି ବହୁତ ହେଇଛି, ଆଉ ବାହାଘର ବି ବହୁତ ବଢ଼ିଆ ହେଲା, ସମ୍ପନ୍ନ ହେଇଗଲା। ଏବେ ଝିଅ ବ୍ରହ୍ମପୁର ଆମର ମାଉସୀ ଘରେ ଆସିକି ବୋହୂ ଅଛି। ଆଉ ବହୁତ ବଢ଼ିଆ ଲାଗିଲା, ଖୁସି ଲାଗିଲା। ଆମେ ହାଇଦ୍ରାବାଦ ପଳେଇ ଆସିଲୁ, ସେମାନେ ବ୍ରହ୍ମପୁର ଗଲେ। କିନ୍ତୁ ଏଇଟା ମୁଁ ଆଜି କହିବି, ଯଦି ଆପଣମାନେ ଲଭ୍ ମ୍ୟାରେଜ୍ କରିବାକୁ ଚାହୁଁଛନ୍ତି, ପ୍ରଥମେ ଆପଣ ଦି ଜଣ ଯାକର ଫ୍ୟାମିଲିକୁ ବୁଝେଇ ସୁଝେଇ, ଆଉ ଫ୍ୟାମିଲିମାନଙ୍କର ସପୋର୍ଟରେ ହିଁ ସବୁ କିଛି ହେଇପାରିବ। ଆଉ ଦେଖନ୍ତୁ କେତେ ସୁନ୍ଦର ବାହାଘର ହେଲା। ପ୍ରଥମେ ତ ଆମର ଓଡ଼ିଆ କଲଚରରେ, ମାନେ ଓଡ଼ିଆର ପୂଜା ବିଧି ସବୁ ହେଇକି ବାହାଘର ହେଲା। ଆଉ ଦେଖନ୍ତୁ, ଆମର ଓଡ଼ିଆରେ ବି ଯେଉଁ ବନ୍ଦାଣ କରନ୍ତି, ମାନେ ପୁଅ ବୋହୂକୁ ବନ୍ଦାନ୍ତି, ଆମେ ସମସ୍ତେ ଯାଇକି ବନ୍ଦେଇଥିଲୁ। ଦେଖନ୍ତୁ ଷ୍ଟେଜ୍ରେ ସବୁ ଆମର ଭାଉଜ, ଭାଇ, ଭଉଣୀ, ମାନେ ଆମେ ଭଉଣୀମାନେ ସବୁ, ଆଉ ସେଇଠି ପିଇସି ମାନେ, ଆମର ମାଉସୀମାନେ, ସମସ୍ତେ ଯାଇକି ପୁଅକୁ ବନ୍ଦାଣ କଲେ, ବୋହୂକୁ ବନ୍ଦାଣ କଲେ। ସେଇଟା ମଧ୍ୟ ବୋହୂ ହସି ହସି ସେ ରେସପେକ୍ଟ କଲା। ଆଉ ବୋହୂ ଘର ଯେଉଁ କଲଚର ଅଛି ତାଙ୍କ ଘର କଲେ, ସେଇଟା ମଧ୍ୟ ପୁଅ ରେସପେକ୍ଟ ଦେଲା। ଯାହାଫଳରେ ଦି ଜଣ ଯାକର, ମାନେ ପୁରା ଦିନଟା ତ ଲାଗିଲା। ପ୍ରଥମେ ଖରାବେଳେ ଆମର ଯେମିତି ଓଡ଼ିଆ କଲଚର ଯେମିତି ହେଲା, ସେସବୁ ହେଲା। ଆଉ ସନ୍ଧ୍ୟାବେଳେ ବୋହୂ ଘରର ନିୟମ ଯେମିତି, ସେମିତି ଜୟମାଳା ସବୁ ହେଲା। ବହୁତ ବଢ଼ିଆ ହେଲା ସାଙ୍ଗମାନେ। ଆଉ ରହୁଛି ଆଜିର ଭିଡ଼ିଓଟା। ଏଇ ରିସର୍ଟରେ ଆମର ଭାଇର ବାହାଘର ହେଲା, ଏଇଠି ସବୁ ବୁକ୍ କରାହେଇଥିଲା। ଆଉ ବହୁତ ମଜା କଲୁ। ଆଉ କେମିତି ଲାଗିଲା ଆପଣମାନଙ୍କୁ ଭିଡ଼ିଓଟା? ଦେଖନ୍ତୁ କେତେ ସୁନ୍ଦର ବତକମାନେ ବି ଉଠୁଛନ୍ତି। ଏଇ ସବୁ ଘର ଗୁଡ଼ିକ ଆମ ପାଇଁ ନିଆ ହେଇଥିଲା। ରହୁଛି, ଜୟ ଜଗନ୍ନାଥ।